नमस्कार जय जगन्नाथ मो स्वागत आपण मानक वेलकम करछि आपनक प्रिय यूट्यूब चैनल स्वागत एडु पॉइंट को बहुत गुडे वीडियो कर सारूनी जहाँकि सेवक सेविका रिलेटेड आउ किछि वीडियो करने को यहाँ ऊपर बहुत किछि इच्छा नथले मध्य बाध्य करछन पिला माने वीडियो करने को कारण जहाँकि आमे थंबनेल्स देखि जानि जाइथिबे जे कथाटा का ऊपर ना कथाटा होछि नॉट इंटरेस्टेड ऑप्शन का ऊपर ना नॉट इंटरेस्टेड ऑप्शन बहुत गुडे पिला जो माने कि अन्यत्र जॉब रे अछंती अन्य जॉब रे अछंती किंतु फिर भी ସେମାନେ ଯୋଉ ନଟ୍ ଇଣ୍ଟରେଷ୍ଟେଡ୍ ଅପସନଟାକୁ କ୍ଲିକ୍ କରୁନାହାନ୍ତି ତ କ୍ୱେଶ୍ଚିନ୍ ମାର୍କ ସେଇଠି ଅଛି। ତ ତେଣୁ ଆଜିର ଭିଡ଼ିଓ ଆଣିଛୁ ଆମେ ସେଇମାନଙ୍କ ପାଇଁ ଯେ ସେଇମାନେ କ'ଣ ପାଇଁ ନଟ୍ ଇଣ୍ଟରେଷ୍ଟେଡ୍ ଅପସନ୍ ମାରୁନାହାନ୍ତି ଆଉ କେମିତି ସେମାନେ ମାରିବେ ସେଇ ଜିନିଷ ରିଗାର୍ଡ଼ିଂ କଥା ହେବା ପାଇଁ। ତ ଫାର୍ଷ୍ଟ ଦେଖିବା ଲେଟ୍ ନ କରି କ'ଣ ଅଛି ଆମର ନଟ୍ ଇଣ୍ଟରେଷ୍ଟେଡ୍ ଅପସନ୍। ଯଦି ଦେଖିବା ନଟ୍ ଇଣ୍ଟରେଷ୍ଟେଡ୍ ଅପସନ୍ କ୍ଲିକ୍ ନ କରିବାର କାରଣ କ'ଣ? ଫାର୍ଷ୍ଟ ଜିନିଷ ହେଉଛି ଯେଉଁ ପିଲାମାନେ ଅଛନ୍ତି ଜୁନିୟର ଟିଚରରେ କିମ୍ବା ଅନ୍ୟ ଯେଉଁମାନେ ମଧ୍ୟ LTR ବି ଅଛନ୍ତି ତ ସେଇମାନେ ଜୁନିୟର ଟିଚର ଥାଇକି ଯାହାକି କ୍ଲିକ୍ କ'ଣ ପାଇଁ କରୁନାହାନ୍ତି ସବୁଠୁ ବଡ଼ ପ୍ରଶ୍ନ ବାଚକ ଚିହ୍ନ ଏଇଟା ସୃଷ୍ଟି କରୁଛି ନା କ'ଣ ପାଇଁ କରୁନାହାନ୍ତି। ତ ଯଦି ଏହାର ପ୍ରଶ୍ନ ଆମେ ଯଦି ଦେଖିବା ଆମେ ଫାର୍ଷ୍ଟ ଜିନିଷ କ'ଣ ନା ଜେଟି ବା ଏଟି ଯାହା ବି ହଉ ଜୁନିୟର ଟିଚର ହଉ କିମ୍ବା ଆସିଷ୍ଟାଣ୍ଟ ଟିଚର ହଉ ଯେଉଁ କଥାଟା ଆମର ଅଛି ତ ସେ ଯେଉଁ ଅଛନ୍ତି ଗୋ ଲେଟର ନ ଆସିବା ପର୍ଯ୍ୟନ୍ତ ଫାର୍ଷ୍ଟ ଜିନିଷ କ'ଣ ଗୋ ଲେଟର ଯେହେତୁ ବହୁତ ଗୁଡ଼େ ଯେଉଁମାନେ କି ଜୁନିୟର ଟିଚର ପାଇଛନ୍ତି ସେମାନଙ୍କ ରେଗୁଲାର ସରକାର ମୋହନ ସରକାର ଏନାଉନ୍ସ କରିଦେଇଛନ୍ତି ସତ କିନ୍ତୁ ସତ କଥା ଏଇଟା ବି ଯେ ଯାହାକି ପ୍ରିଭିୟସ୍ ଥର ବି ତାଙ୍କେ ଏନାଉନ୍ସ କରିଦେଇଥିଲେ ଆଉ ବର୍ତ୍ତମାନ ସେ ଜୁନିୟର ଟିଚରକୁ ରେଗୁଲାର କିନ୍ତୁ ଏବେ ସେ କରିନାହାନ୍ତି। ତ ଫାର୍ଷ୍ଟ ଜିନିଷ ହେଉଛି ଏଇଟା ଯେ ରେଗୁଲାର ଏନାଉନ୍ସ କରାହେଇଯାଇଛି କିନ୍ତୁ ସେମାନଙ୍କୁ ଗୋ ଲେଟର ଏବେ ପର୍ଯ୍ୟନ୍ତ ଆସିନି। ତ ସେଇ ଜିନିଷ ଯୋଗୁଁ କେତେଟା ଜୁନିୟର ଟିଚର ଯେଉଁମାନେ କି ଅଛନ୍ତି ତ ସେଇମାନଙ୍କ ମନରେ ଗୋଟେ ଚିନ୍ତାଧାରା ସୃଷ୍ଟି ହେଉଛି ଯେ ଏହି କାରଣ ଯୋଗୁଁ ଆମର ହେଇନପାରେ ବା ହେଇପାରେ ତ ରେଗୁଲାର ଚାକିରି ଯେହେତୁ SSD ସେବକ ସେବିକା ତ ମୁଁ କାହିଁକି ସେଇଠି ଯିବିନି ବୋଲିକି ଆମେ ସମାଧାନ ବି କହିବୁ ଆର କ'ଣ ହେବ କ'ଣ ନାହିଁ ସମାଧାନ ବି କହିବୁ। ଫାର୍ଷ୍ଟ ପ୍ରୋବ୍ଲେମଟା ହେଉଛି ଏଇଟା। ସେକେଣ୍ଡ ପ୍ରୋବ୍ଲେମ କ'ଣ ଅଛି ନା ଘରରୁ ଦୂରରେ ଚାକିରି କ'ଣ ହେଉଛି ନା ଘରରୁ ଦୂରରେ ବହୁତ ଗୁଡ଼େ ପିଲା ଅଛନ୍ତି ଯିଏକି ସେବକ ସେବିକା ପିଲା ଯାକ ନା ଘରରୁ ଦୂରରେ ଚାକିରି କରୁଛନ୍ତି। କେଉଁଠୁ ନା ଘରରୁ ଦୂରରେ ମନେକର ମୁଁ ଯଦି କହିବି ଏଇଟା ମଧ୍ୟ ଗୋଟେ ଠିକ୍ ଜିନିଷ କହିପାରିବା ଆମେ କାରଣ ଦେଖନ୍ତୁ ଗୋଟେ ମନେକର ଗୋଟେ କଟକର ପିଲା କେଉଁଠୁ କଟକର ପିଲା ସେ କେଉଁଠି ଚାକିରି କରୁଛି ନା ନବରଙ୍ଗପୁରରେ କେଉଁଠି ନବରଙ୍ଗପୁରରେ ତ ଯେହେତୁ ନବରଙ୍ଗପୁରରେ ସେଇ ପିଲାଟା ଚାକିରି କରୁଛି ସେ ନବରଙ୍ଗପୁରର ପିଲାକୁ ଯଦି ତାକୁ ଯଦି ଦେଖିବା ଆମେ ଏଟଲିଷ୍ଟ ତାକୁ କଟକ ନ ମିଳିଲେ ବି ସେ କ'ଣ ଭାବୁଛି ନା ରାୟଗଡ଼ା एटलिस्ट रायगड़ा पाखापाखि किंबा ब्रह्मपुर पाखापाखि किंबा कोरापुट भी धरने तो कोरापुट भी पाखापाखि जदि मिलଯିବ ତାକୁ ट्रेन फैसिलिटी ଯିବା ଆସିବା ସୁବିଧା ବହୁତ କିଛି ଜିନିଷ ତାକୁ ସର୍ଟ ହେଇଯିବ ଯେଉଁମାନେ କି ନବରଙ୍ଗପୁର ମାଲକାନଗିରି ଆଡ଼େ ଅଛନ୍ତି ପିଲାମାନେ ତ ଏଇଟା ଗୋଟେ ସମସ୍ୟା ରହୁଛି ଘରରୁ ଦୂରରେ ଯେହେତୁ ଚାକିରି କରୁଛନ୍ତି ତ ସେଇ ଜିନିଷଟା ସେମାନଙ୍କୁ ପ୍ରୋବ୍ଲେମ ହେଉଛି କାରଣ ସେଇଟା ପାଇଁ ସେମାନେ SSD ସେବକ ସେବିକା ଆମର ଯାହା ରହିଲା ସେଇଠି ଆସିବାକୁ ପସନ୍ଦ କରୁଛନ୍ତି। ଥାର୍ଡ ପଏଣ୍ଟ କ'ଣ ଅଛି ନା ମନୋବୃତ୍ତି। ଥାର୍ଡ ପଏଣ୍ଟ କ'ଣ ଅଛି ନା ମନୋବୃତ୍ତି ବହୁତ ଗୋଟେ ଯେଉଁ ଶିକ୍ଷକ ରହିଲେ ଆମର ବହୁତ ଗୋଟେ ଜୁନିୟର ଟିଚର ଯେଉଁମାନେ ଅଛନ୍ତି ସେଇମାନଙ୍କର ମନରେ କ'ଣ ଅଛି ଯାହାକି ମୁଁ ଗୋଟେ କମେଣ୍ଟ ସେକ୍ସନରେ ବି ଜଣଙ୍କର ପଢ଼ୁଥିଲି ନା ଜଣେ ଲେଖିଛି ଏହିମାନେ ଅର୍ଥ ଏଇ SSD ଯେଉଁମାନେ ଏବେ ମେନ୍ସ କ୍ଲିୟର କରୁଛନ୍ତି ନା ସେଇମାନେ ଆମର କ'ଣ କରିଥିଲେ ନା ଜୁନିୟର ଟିଚର ବେଳେ କେସ୍ କରିଥିଲେ ଜୁନିୟର ଟିଚର ବେଳେ କେସ୍ କରିଥିଲେ ତ ସେଇଟା ପାଇଁ ତମାନେ ନଟ୍ ଇଣ୍ଟରେଷ୍ଟେଡ୍ ଅପସନ୍ ମାରନି ଏଇଟା ଗୋଟେ ମନୋବୃତ୍ତି। ତ ଯେଉଁ ପ୍ରକାର ଆଉ ତାକୁ ତଳେ ବି ଜଣେ କମେଣ୍ଟ କରିଦେଇଛନ୍ତି ଭାଇ ଆକ୍ସିଡେଣ୍ଟରେ ମରିଯିବ ତ ଏଇ ପ୍ରକାର ଆମେ କମେଣ୍ଟ କରିବା କିଛି ଆବଶ୍ୟକ ନାହିଁ। ତ ସେକେଣ୍ଡ ଜିନିଷ ହେଉଛି ତ ମନୋବୃତ୍ତି ଯେଉଁମାନଙ୍କର ଭଲ ଅଛି ଯେଉଁମାନେ ଅନ୍ୟ ପିଲାମାନଙ୍କ ପାଇଁ ଭାବୁଛନ୍ତି ଅନ୍ୟମାନେ କାରଣ ଓଡ଼ିଶା ଗଭର୍ଣ୍ଣମେଣ୍ଟରେ ଚାକିରି ଗୋଟିଏ ଆସିବା କେତେ ଯେ କଷ୍ଟ ସେଇଟା ଯିଏ ଗୋଟିଏ ଆସ୍ପିରାଣ୍ଟ ଜାଣିଛି ସେ ହିଁ ଜାଣିଥିବ। ତ ମନୋବୃତ୍ତି ଠିକ୍ ରଖ ଯେଉଁମାନେ ଜୁନିୟର ଟିଚରରେ କିମ୍ବା LTRରେ କିମ୍ବା ଅନ୍ୟାନ୍ୟ ଯେଉଁ କୌଣସି ଚାକିରିରେ ଅଛ ତ ସେଇମାନେ ଦୟାପୂର୍ବକ ନଟ୍ ଇଣ୍ଟରେଷ୍ଟେଡ୍ ଅପସନ୍ ଯାହାକି 2 ଦିନ ଆଉ ଆଜି ତ ନାହିଁ ଆଉ 30 ତାରିଖ ଗଲା 31 ତାରିଖ ଗଲା 31 ତାରିଖ ଗଲା ଆଉ ଗୋଟେ ଏକକୁ ହୋପଫୁଲି ଯାଉନି ତ ଯଥାଶୀଘ୍ର 31 ତାରିଖ ଆଜି ହିଁ ତମେ ନଟ୍ ଇଣ୍ଟରେଷ୍ଟେଡ୍ ଅପସନ୍ଟାକୁ କ୍ଲିକ୍ କର। ଯଦି ନେକ୍ସଟ ଦେଖିବା
ନା କେତେ ପିଲା ନଟ୍ ଇଣ୍ଟରେଷ୍ଟେଡ୍ ଅପସନ୍ କ୍ଲିକ୍ କଲେ। ତ ସେ ଯଦି ଆମେ ସେଇ ଜିନିଷ ଉପରେ କ୍ଲିକ୍ ଯଦି ଦେଖିବା ଆମର କ'ଣ ଅଛି ନା ଯଦି ଦେଖିବା ଡିଭି ସ୍କିପ୍, ତ ବହୁତ ଗୁଡ଼ିଏ ପିଲା ଡିଭି ସ୍କିପ୍ କରିଛନ୍ତି। ଏଇଟା ବି ସତ କଥା ଯେ ଆପ୍ରୋକ୍ସ ଯାହାକି ଆମେ ଧରିକି ଯିବା 150 ପ୍ଲସ୍ ଅଧିକ କରିନାହାନ୍ତି, ତଳେ କିଛି ଉପରେ ତଳେ ହେଇପାରେ ତ 150 ପ୍ଲସ୍ ଧରିକି ଯିବା, ବେଶୀ ପିଲା କରିବି ନାହାନ୍ତି। ତ 150 ପ୍ଲସ୍ ଆମେ ଡିଭି ସ୍କିପ୍, କିନ୍ତୁ ସେମାନଙ୍କ ଲିଷ୍ଟରେ ମଧ୍ୟ ନାଁ ଅଛି କେଉଁଠି ଯେଉଁଟାକି ନଟ୍ ଇଣ୍ଟରେଷ୍ଟେଡ୍ ଅପସନ୍ ଥାଏ। ତ 150 ପ୍ଲସ୍ ପିଲା ଡିଭି ସ୍କିପ୍ କରୁଛି ନା ନଟ୍ ଇଣ୍ଟରେଷ୍ଟେଡ୍। ହୋପଫୁଲି 250 ପ୍ଲସ୍ ପିଲା ତୁମମାନଙ୍କର ନଟ୍ ଇଣ୍ଟରେଷ୍ଟେଡ୍ ଅପସନ୍ କ୍ଲିକ୍ କରିଛନ୍ତି। ତ ଯଦି ଦେଖିବା ଟୋଟାଲି 400ରୁ 500 ପିଲା ତମର ବର୍ତ୍ତମାନ ଯାହାକି 3200 ଧର, ବେଶୀ ମଧ୍ୟ ନାହିଁ, 3200 ଧର, ତ 3200ରୁ 500 ଆପ୍ରୋକ୍ସ, ତ କେତେ ହେଲେ ନା 2700 ଆପ୍ରୋକ୍ସ 2700 ପିଲା ବର୍ତ୍ତମାନ ପର୍ଯ୍ୟନ୍ତ ଅଛନ୍ତି ରେସ୍ରେ। ତ ଏଠିକି ଯାହା 4500 ପିଲା ତମାନଙ୍କୁ 400ରୁ 500 ପିଲା ଡିସ୍କ୍ୱାଲିଫାଇ ହେଇଯାଇଛନ୍ତି କହିବାକୁ ଗଲେ ଅତ୍ୟୁକ୍ତି ହେବନି, ଯାହାକି 1 ତାରିଖ ସୁଦ୍ଧା ହୋପଫୁଲି ଆମକୁ ଲିଷ୍ଟ ମିଳିଯିବ। ଆଉ ଯାହାକି ଗୋଟିଏ ଅଛି ଆଉ ଗୋଟେ ଭାଇଟାଲ ରୋଲ୍ ନା LTR ପିଲା। LTR ପିଲାଙ୍କର କ'ଣ ହେଉଛି, ଯାହାକି LTR ପିଲାଙ୍କର କେସ୍ ଚାଲିଛି ଆପ୍ରୋକ୍ସ 30 ପିଲା ଅଛନ୍ତି। ଯଦି ସେଇମାନଙ୍କର କିଛି ହେଇଥାନ୍ତା ତାହେଲେ ଯାହାକି 30 ପିଲା ମେ ବି ସ୍କିପ୍ କରିଥାନ୍ତେ। ଯଦି 30 ପିଲାଙ୍କର ହେଇଯାଇଥାନ୍ତା ତ ମେ ବି ଏମାନେ ସ୍କିପ୍ କରିଥାନ୍ତେ କିମ୍ବା ନଟ୍ ଇଣ୍ଟରେଷ୍ଟେଡ୍ ଯେଉଁଟାକି ଆମେ କହୁଛୁ ମାରି ଦେଇଥାନ୍ତେ, କିନ୍ତୁ ମେ ବି ଏଇଟା ହେଇପାରିବନି। ତ ଏଇ 30 ପିଲା ମଧ୍ୟ ତମ ଅଣ୍ଡର ପ୍ରୋସେସରେ ଯିବେ। ନେକ୍ସଟ ଆଉ କ'ଣ ରହିଲା, ତ ଯେଉଁଟାକି ଆମର ପ୍ରଶ୍ନବାଚକ ଥିଲା ନା କ'ଣ ଜୁନିୟର ଟିଚର ମାନଙ୍କର କଲ୍ ଲେଟର ଆସିନି, ଘରରୁ ଚାକିରି ଦୂରରେ ଚାକିରି ଥିବା ହେତୁ ସେମାନଙ୍କର ମନୋବୃତ୍ତି ସେଇ ପ୍ରକାର ନାହିଁ, ଆଉ ମନୋବୃତ୍ତି ଉପରେ 3ଟି ଜିନିଷ ଆମର ଥିଲା। ତ ଗୋଟେ ଫାଷ୍ଟ ଜିନିଷ ହେଉଛି ଗୋ ଲେଟର କନଫର୍ମ ଆସିବ। ଏଇଟା ତ ସତ କଥା, ଗୋ ଲେଟରଟା କନଫର୍ମ, ସରି ଜିଓ ଲେଟର ବା ଗୋ ଲେଟର ଯେଉଁଟା ବି କହୁଛ ତମାନେ କନଫର୍ମ ଆସିବ ଏଇଟା। ତ ଏଇଟା କନଫର୍ମ ଆସିବ। ଆଉ ଯଦି ବି ଲେଟ୍ ହେଲା ତ ମନେ ରଖିବା କଥା ଯେ 2026 ଜାନୁଆରୀରୁ ସିଏ ତମମାନଙ୍କୁ ସାଲେରୀ ଦବ, ରେଗୁଲାର ସାଲେରୀ ଦବ। ତ ଏଇ ଜିନିଷଟା କହିଛି ଯେହେତୁ ତମମାନଙ୍କୁ ଦିଲେ ହେଲେ ମଧ୍ୟ ସାଲେରୀ ମିଳିବ। ଏଇଠି କିଛି ଆଉ ପ୍ରଶ୍ନବାଚୀ ଚିହ୍ନ ନାହିଁ, କାରଣ ଦିଲେ ହେଲେ ମଧ୍ୟ ତମକୁ ସେଇ ସାଲେରୀ ମିଳିବ। ତ ତମମାନେ ଦୟାକରି ଯେଉଁମାନେ ଜୁନିୟର ଟିଚରରେ ଅଛ ଦୟାକରି ନଟ୍ ଇଣ୍ଟରେଷ୍ଟେଡ୍ ଅପସନଟାକୁ କ୍ଲିକ୍ କର। ଆଉ ଅନ୍ୟ ଗୋଟେ ପିଲାର ଯୋଉଟାକି ଲେଖା ହେଉଛି ଅନ୍ୟର ଖୁସିର କାରଣ ହୁଅ, ଅନ୍ୟ ଗୋଟେ ପିଲା ଖୁସି ହବ, ଅନ୍ୟ ଗୋଟେ ପିଲାର ଜୀବନ ବଞ୍ଚିବ, କାରଣ ଆମେ ସମସ୍ତେ ମିଶିକି ହିଁ ଏହି ପ୍ରୟାସକୁ ସଫଳ କରିପାରିବା। କଥାଟା ହେଉଛି ଗୋଟେ ଯୋଉଟାକି ଓଡ଼ିଶା ଗଭର୍ଣ୍ଣମେଣ୍ଟରେ, ଓଡ଼ିଶାରେ ଜାଣିଛନ୍ତି ସମସ୍ତେ, ଏଇ ଯଦି ଆମେ SSD ସେବକ ସେବିକା କହିବା ପ୍ରାୟ 2.5 ଇୟର୍ସ ହେଇଗଲା ଏଇ ପ୍ରୋସେସଟାକୁ ସରିପାଇଲା ନାହିଁ। ତ ଭାବନ୍ତୁ କେତେ କେତେ ଲେନ୍ଦି ପ୍ରୋସେସ୍ ହେଉଛି। ସେଇଠାରୁ ଯଦି ଆମର ଗୋଟେ ବି ପୋଷ୍ଟ ଭେକେଣ୍ଟ ଯିବ, ଏଠି କାହାର ବେନିଫିଟ୍ସ ହେବ ନ ହେବ ସେଇଟା ଆମେ ଦେଖୁନୁ, କିନ୍ତୁ ଗୋଟେ ପୋଷ୍ଟ ବି ଯଦି ଭେକେଣ୍ଟ ହେବ ଏଇଟା ପୁରା ଶିକ୍ଷକ ସମାଜ ବା ଟିଚର ସମାଜ ଉପରେ ଗୋଟିଏ ଲାଜ ଲାଗିବା କଥା ଯେ ଆମେ ଏତେ ଜଣ ଥାଇକି ମଧ୍ୟ ଗୋଟେ ପୋଷ୍ଟ ଭେକେଣ୍ଟ ଯାଉଛି, ଗୋଟେ ଯୋଗ୍ୟ ପିଲାଟି ଚାକିରି ପାଇପାରୁନାହିଁ। ତ ଦୟାପୂର୍ବକ ଯାହା ପାଖରେ ଚାକିରି ଅଛି କିମ୍ବା 100% କନଫର୍ମ ଯଦି 100% କନଫର୍ମ ତ ମାନେ ଯେ ମୁଁ SSDର ସେବକ ସେବିକା ହଉ କିମ୍ବା TLT ହଉ, ଟ୍ରାଇବାଲ ଲାଙ୍ଗୁଏଜ ଟିଚର TLT ହଉ, ତ ହୋପଫୁଲି ସମସ୍ତେ ସେମାନେ କରିବି ଯଦି ବୋଲି ଭାବୁଛ କନଫର୍ମ କରିବି 100%, ତ ଆରାମରେ କାଉନସିଲିଂ ଆଟେଣ୍ଡ କର, କିଛି ପ୍ରୋବ୍ଲେମ ନାହିଁ, କାଉନସିଲିଂଟାକୁ ଆଟେମ୍ପ୍ଟ କର। ଆଉ ଯାହାକି ତମମାନେ ଭାବୁଛ ନା କ'ଣ ହଁ ମୋ ଚାକିରି ହେଇଯିବ ଆଉ ଆରାମରେ ଘର ପାଖକୁ ଅଛି, ମୁଁ ନବରଙ୍ଗପୁରରେ, ଘର ପାଖକୁ କେଉଁଠି ଭଦ୍ରକ କି ବାଲେଶ୍ୱର କି ତମର ଆମର ରହିଲା କଟକ, ତ ଏଇ ଏରିଆକୁ ପଳେଇ ଆସିବି ବୋଲିକି, ତ ଏଇଟା ହେଉଛି ପିଲାମାନେ 100ରୁ 2ଟା ପିଲାର ହବ, ଯୋଉ ଧରିକି ଯିବା 2%, ତା ତ ଅଧିକ ହବ ନାହିଁ। ତ ଦୟାପୂର୍ବକ ଯୋଉମାନେ ଅଛନ୍ତି, ଆଉ ଗୋଟେ ଜିନିଷ ବି ଏଇଟା ଯୋଉଟା ରହିଲା ତମର SSD ସେବକ ସେବିକା, ତ ଏହି ଜିନିଷଟା ତମର କ'ଣ ହବ ନା ଡିଷ୍ଟ୍ରିକ୍ଟ ଟ୍ରାନ୍ସଫର, ସରି ହଁ ଡିଷ୍ଟ୍ରିକ୍ଟ ଇଣ୍ଟର ଡିଷ୍ଟ୍ରିକ୍ଟ ଟ୍ରାନ୍ସଫର, ଇଣ୍ଟର ଡିଷ୍ଟ୍ରିକ୍ଟ ହବନି। ତ ମନେକର ଗୋଟେ ପିଲାଟା କଟକରେ ଅଛି, ତ ସେ କଟକ ଭିତରେ ହିଁ ତାର ଅଦଳ ବଦଳ ହେଇପାରିବ। ଗୋଟେ ପିଲା ରାୟଗଡ଼ାରେ ଅଛି ତ ରାୟଗଡ଼ା ଭିତରେ ହିଁ ତାର ଅଦଳ ବଦଳ ହେଇପାରିବ। ଗୋଟେ ପିଲା ଯଦି ନବରଙ୍ଗପୁରରେ ଅଛି ସେ ପିଲାର ନବରଙ୍ଗପୁରରେ ହିଁ ଅଦଳ ବଦଳ ହେଇପାରିବ। ତ ଏମିତି ନାହିଁ ରାୟଗଡ଼ା ପିଲା କଟକ ପଳେଇବ, ନବରଙ୍ଗପୁର ପିଲା ରାୟଗଡ଼ା ପଳେଇ ଆସିବ, ତ ଏମିତି ହବନି। ଯୋଉଟା କି
ପସିବୁଲ୍ କେବଳ ଜୁନିୟର ଟିଚରରେ। କେଉଁଠି? ଜୁନିୟର ଟିଚରରେ। ତ ସେମାନେ ଯିବା ଆସିବା କରିପାରିବେ, କିନ୍ତୁ ତମମାନଙ୍କ ପାଖରେ ଏହା ସମ୍ଭବପର ନାହିଁ। ତ ଏତିକି କହିବାକୁ ଚାହୁଁଛି ମୁଁ ଯେ ନେକ୍ସଟ ଯେଉଁମାନେ ବି ଜୁନିୟର ଟିଚର ରେ ଅଛ, ଦୟାପୂର୍ବକ ସେଇ ଜବ୍ରେ ରୁହ। SSTରେ ନଟ୍ ଇଣ୍ଟରେଷ୍ଟେଡ୍ ଅପସନ୍ଟା କ୍ଲିକ୍ କର। ଆଉ ଅନ୍ୟ ଗୋଟିଏ ଘରର, ଅନ୍ୟ ଗୋଟିଏ ପିଲାର ଜୀବନର ଖୁସି, ହସର ଖୁସି ଆଉ ତା ଫ୍ୟାମିଲି ସର୍ବଦା ତମମାନଙ୍କ ପାଇଁ ଗୋଟେ ଜଗନ୍ନାଥଙ୍କ ପାଖରେ ଗୋଟେ ତମମାନଙ୍କର ଗୁହାରି କରିବେ ଯେ ଏହି ଜଣେ ଜଣେ ଜବ୍ଟି ଛାଡ଼ିଥିବାରୁ ଯେହେତୁ ଆକୁ ମିଳିଲା, ତ ସର୍ବଦା ଜାଣତରେ ବା ଅଜାଣତରେ ହଉ ଭଗବାନ ସେମାନଙ୍କର ଯେଉଁ ରହିଲା ଆଶୀର୍ବାଦ ତମମାନଙ୍କୁ ଦଉଥିବେ। ତ ଏଇଟା କନଫର୍ମ ହବ। ତ ସେଇଟା ପାଇଁ ମୁଁ କହିବାଟା ଯେଉଁମାନେ ଜବ୍ରେ ଅଛନ୍ତି ଦୟାପୂର୍ବକ ଶେଷରେ ଗୋଟିଏ କଥା, ନଟ୍ ଇଣ୍ଟରେଷ୍ଟେଡ୍ ଅପସନ୍। ଆଜି ତ ଶେଷ ତାରିଖ କହିଲେ ଅତ୍ୟୁକ୍ତି ହବନି। ତ ନଟ୍ ଇଣ୍ଟରେଷ୍ଟେଡ୍ ଅପସନ୍ଟାକୁ କ୍ଲିକ୍ କରିଦିଅ, ଯଦ୍ୱାରା ବହୁତ କିଛି ଭଲ ହବ। ତ ଶେଷରେ ଗୋଟିଏ ଜିନିଷ ରହିଲା, ଆଉ କ'ଣ ଅଛି ନା ନେକ୍ସଟ ପ୍ରୋସେସ୍ କ'ଣ ଆଉ କେବେ। ନେକ୍ସଟ ପ୍ରୋସେସ୍ ହୋପଫୁଲି ଆମକୁ କିଛି ବି ଅପଡେଟ୍ ଏପ୍ରିଲ 5ରୁ ଏପ୍ରିଲ 10 ଭିତରେ ଅପଡେଟ୍, କିଛିଟା ଗୋଟିଏ ଅପଡେଟ୍ ଆସିବ। ମେ ବି ତମର କାଉନସିଲିଂ ରିଲେଟେଡ୍ ଅପଡେଟ୍ ହେଇପାରିବ, କିମ୍ବା ତମମାନଙ୍କର ଡିଷ୍ଟ୍ରିକ୍ଟ ଆଲଟମେଣ୍ଟ, ଡିଷ୍ଟ୍ରିକ୍ଟ ଡାଇରେକ୍ଟ ଆଲଟମେଣ୍ଟ, ଡିଷ୍ଟ୍ରିକ୍ଟ ମେ ବି ଡାଇରେକ୍ଟ ଆଲଟ୍ ହେଇଯାଇପାରେ। ଯେହେତୁ ଆମେ ସିଲେକ୍ଟ କରିଥିଲୁ ଆଉ ଆମର ବହୁତ ପିଲା ସେବକ ସେବିକାରେ, ତ ସେଇଟା ପାଇଁ ଡିଷ୍ଟ୍ରିକ୍ଟ ଆଲଟମେଣ୍ଟ ହେଇପାରେ। ତ ଆଜିର ଇନଫର୍ମେଟିଭ ଭିଡ଼ିଓରେ ଏତିକି ଥିଲା। ଆଉ ଯଦି ଭିଡ଼ିଓଟି ଗୋଟେ ଭଲ ଲାଗିଥିବ ତ ଗୋଟେ ଲାଇକ୍ କରିବେ, ସେୟାର କରିବେ ଆଉ ସବସ୍କ୍ରାଇବ କରିବେ। ସ୍ୱାଗତ ପଏଣ୍ଟ। ଆଜିର ଭିଡ଼ିଓକୁ ଏଇଠି ରଖିବା, ପୁଣି ମିଶିବା ଆଉ ଗୋଟେ ଭିଡ଼ିଓରେ। ସେଥି ପର୍ଯ୍ୟନ୍ତ ସମସ୍ତଙ୍କୁ ଜୟ ଜଗନ୍ନାଥ।